ଜୟ ଜଗନ୍ନାଥ। ଜୟ ଜଗନ୍ନାଥ କରୁଛି। ଜୟ ଜଗନ୍ନାଥ। ତ ଆଜି ଆମେ ଗୋଟେ ଜଷ୍ଟ ଗୋଟେ ରାଣ୍ଡମ ଗୋଟେ ଶ୍ଲୋକଟେ ଦେଖୁଛନ୍ତି ଭଗବତ ଗୀତାରୁ, ଯୋଉଟା ମାନେ ଭଗବାନ କହୁଛନ୍ତି ଯେ ଆମର କୌଣସି ବି ନେଗେଟିଭ ଆଟିଟ୍ୟୁଡ କୁ ଚେଞ୍ଜ କରିବାକୁ ହେଲେ କେମିତି କରିପାରିବା ନା ଗୋଟେ ପଜିଟିଭ ଆଟିଟ୍ୟୁଡ କୁ ମାନେ କଣ କହୁଛନ୍ତି ଯେ ଆଡପ୍ଟ କରିକି, ବୁଝିପାରିଲା। ନେଗେଟିଭ ଜିନିଷଟା ମାନେ ଫର ଏକ୍ସାମ୍ପଲ ମୋର କିଛି ମାନେ ଇଏ ହ୍ୟାବିଟ ଅଛି, ଖରାପ ହ୍ୟାବିଟ ଅଛି, ଖରାପ ହ୍ୟାବିଟ ଛାଡିଦେବି 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 କେମିତି ଛାଡିବି କେମିତି ଛାଡିବି କେମିତି ଛାଡିବି ଯଦି ଭାବୁଥିବ କହିଲେ ଯୁଗ ପଳେଇବ କିନ୍ତୁ ଛାଡି ପାରିବାନି। ଯୁଗ ପଳେଇବ କିନ୍ତୁ ଛାଡି ପାରିବା ନାହିଁ। କିନ୍ତୁ ସହଜ କେତେବେଳେ, ମାନେ ଯେତେବେଳେ କିଛି ପଜିଟିଭ ଧରିବା, ହଁ ନା ନାଇଁ, କିଛି ପଜିଟିଭ ଯଦି ହ୍ୟାବିଟ ଆରମ୍ଭ କରିବାକୁ ହେଲେ ସହଜରେ ଛାଡି ପାରିବା। ନେଗେଟିଭ ଜିନିଷକୁ ସହଜରେ ଛାଡି ପାରିବା ନାହିଁ। ବଟ୍ ପଜିଟିଭ ଜିନିଷ ଯଦି ପଳେଇ ଆସିଲା କହିଲେ ଅ ଏଇଟା ଅତି ସହଜ। ଯେମିତି ଦେଖିବାକୁ ଗଲେ ଗୋଟେ ଗ୍ଲାସ ଟାକୁ ଖାଲି କରିବାଟା ବହୁତ କଷ୍ଟ, ଖାଲି ଗ୍ଲାସ ଟାକୁ ଖାଲି କରିବାଟା ବହୁତ କଷ୍ଟ। କାହିଁକିନା ଖାଲି ଗ୍ଲାସ କହିଲେ କିଏ କହେ ଖାଲି ଗ୍ଲାସ, କିଏ କହେ ପବନ ଭରି ହେଇଛି। ୟେସ୍, ତ ପବନ ଭରି ହେଇଛି ମାନେ ପବନ କେମିତି ଖାଲି କରିପାରିବ ଯେ, ଯଦି ସେଥିରେ ପାଣି ଭରି କରିବା, ଯଦି କିଛି ମାନେ ଇନଗ୍ରିଡିଏଣ୍ଟ ଭରି କରିବା ଅଟୋମେଟିକାଲି ସେ ଖାଲି ହେଇଯିବ। କିନ୍ତୁ ଯୋଉ ପର୍ଯ୍ୟନ୍ତ କିଛି ଭରି ନାହାନ୍ତି ପବନ ଖାଲି କରିବାକୁ ଗଲେ ବହୁତରେ ବହୁତ କଷ୍ଟ। ଏମିତି ହବନି ଯେ ହବନି, ବଟ୍ ପବନ ଖାଲି କରିବା ପାଇଁ ମତେ ବହୁତ କଷ୍ଟ, ହଁ ନା ନାଇଁ। ୱିଥଆଉଟ୍ ଅକ୍ସିଜେନ ରଖୁନାହାନ୍ତି ଟାଙ୍କି ଗୁଡାକ, ସେମିତି କଲେ ବଡ କଷ୍ଟ। କିନ୍ତୁ ସାମାନ ଭରି କରିଦେଲେ ବଡ ସହଜ ହେଇଯିବ। ତ ସେମିତି ମାନେ ମୋଷ୍ଟ ଅଫ ଦ ଟାଇମ ଆମର କଣ ହଉଛି ନା ଆମେ ଗୋଟେ ମାନେ ଦୃଢ ସଂକଳ୍ପ ନେଇଥିବା ଯେ ଆଜିଠୁ ଆଜିଠୁ 2024 ସ୍ନାନ ଯାତ୍ରା, ମୁଁ ଆଜିଠୁ ଏଇ ଜିନିଷ ଟା କରିବି ନାହିଁ। ତାପରେ ମାନେ ଏଇଟା ପୁରା ଜଗନ୍ନାଥଙ୍କୁ ଦେଖିଲେ ମାନେ ପ୍ରମିଶ କଲେ ଯେ ମୁଁ ଟ୍ରାଏ କରିନି କରିନି କରିନି। ତାପରେ ସେ ଜିନିଷଟା ଭଗବାନ ପ୍ରଥମେ ପଠେଇବେ, ଯୋଉ ଜିନିଷ ଆମେ ଛାଡି କହୁଥିଲେ ସେ ଜିନିଷଟା ଭଗବାନ ପଠେଇବେ। ପଠେଇଲା ପରେ ଟ୍ରାଏ କଲେ ନାଇଁ କରିବି ନାଇଁ କରିବି ନାଇଁ କରିବି ନାଇଁ, ତାପରେ ଥାଉ ଆଜି କରିଦବା କାଲିଠୁ ଛାଡିଦେବି ଆଉ, ତ ଫେଲ ହେଇଗଲେ। ବୁଝିଲେ, ତ ଏଇଟା ହଉଛି ସ୍ୱାଭାବିକ। ଏଇଥିରେ ମାନେ ଡିସହାର୍ଟନ ହେବାଟା କି ଦରକାର ନାହିଁ, ବଟ୍ ଏଇଟା ହଉଛି ସ୍ୱାଭାବିକ। ଜଣେ ଏମିତି ମାନେ ଉଠୁଥିବ ପଡୁଥିବ ଉଠୁଥିବ ପଡୁଥିବ, ତ ଜଣେ ପ୍ରିପେୟାର ହେବା ଦରକାର ଯେ ଫେଲୁଅର ଏମିତି ଆସିବ। ଆମର ଯୋଉ ପର୍ଯ୍ୟନ୍ତ ଯୋଉ କଣ୍ଡିସନାଲ ଷ୍ଟେଟ୍ ଅଛନ୍ତି ଆମେ, କିଛି କିଛି ଜିନିଷ ଆସିବ ଯୋଉଟା କି ଆମେ ଛାଡି ବୋଲି ଭାବୁଥିବା ଛାଡି ପାରିନି, ଆଉଥରେ ଟ୍ରାଏ କରିବା ଆଉଥରେ ଛାଡି ପାରିନି, ଆଉଥରେ ଟ୍ରାଏ କରିବା ଆଉଥରେ ଛାଡି ପାରିନି। ଏ ସବୁ ଯେ ଚାଲିଥିବ ଚାଲିଥିବ ଚାଲିଥିବ, କିନ୍ତୁ ସହଜ କେତେବେଳେ ହବ ମୁଁ ଯେତେବେଳେ ମୁଁ ପଜିଟିଭ କିଛି ଜିନିଷ ଧରିବି। କଣ ନାହାନ୍ତି ଆମର ଫିଜିକ୍ସ ରେ ପଢିଥିଲେ ଲ ଅଫ ଇନର୍ସିଆ ଯଦି ଦେଖିବାକୁ ହେଲେ, ହଁ ନା। ଲ ଅଫ ଇନର୍ସିଆ କେମିତି କାମ କରୁଛି ନା ଯଦି ଗୋଟେ ବସ୍ତୁଟେ ଉପରେ କିଛି ଏକ୍ସଟର୍ନାଲ ଫୋର୍ସ କାମ କରୁନି ତାହେଲେ ସେ ସେମିତି ରହୁଛି ସେ ବସ୍ତୁଟା, ରାଇଟ। ଯୋଉ ପର୍ଯ୍ୟନ୍ତ ତାପରେ କିଛି କାମ କରୁନି, ବୁଝିଲେ। କିନ୍ତୁ ଯେତେବେଳେ ଗୋଟେ ଏକ୍ସଟର୍ନାଲ ଫୋର୍ସ କାମ କରୁଛି ସେ ମୁଭମେଣ୍ଟ ଆରମ୍ଭ ହଉଛି, ହଁ ନା। ତ ସିମିଲାରଲି ଆମର ଯୋଉ ବି ହ୍ୟାବିଟ ଥିବ ବା ଯୋଉ ହ୍ୟାବିଚୁଆଲ ଲାଇଫରେ ଆମେ ବଞ୍ଚୁଥିବା, ଯୋଉ ମେଣ୍ଟାଲିଟିରେ ଆମେ ବଞ୍ଚୁଥିବା, ସେଇଟା ହିଁ ଚାଲିଥିବ, ସେ ଟ୍ରାକରେ ହିଁ ଚାଲିଥିବ 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 ଯୋଉ ପର୍ଯ୍ୟନ୍ତ ଆମେ ଏକ୍ସଟେଣ୍ଡେଡ ଅର ଏକ୍ସଟ୍ରା ଯଦି ହ୍ୟାବିଟ ଆଡ ନ କରିବା, ବୁଝିଲେ। ସେମିତି ମାନେ ଭାବୁଥିବା କି କରିବି ନାହିଁ, କଣ୍ଟେମ୍ପଲେସନ କରୁଥିବା, ତାପରେ ଆଉଥରେ ଆସିବ କ୍ରାଭିଂ ଆସିବ, ତାପରେ ଆଉଥରେ କଣ କରିବେ ଯୋଉ ଫ୍ୟାମିଲିଆର ସବଜେକ୍ଟ ମାନେ ସେମ ସବଜେକ୍ଟ ଥିବ ତା ସାଥିରେ ଆଉଥରେ ପଡି ଯାଉଥିବା। କିନ୍ତୁ ସହଜ କେତେବେଳେ ହବ ନା ଯେତେବେଳେ ଏକ୍ସଟେଣ୍ଡେଡ ଆଉ ଗୋଟେ ହ୍ୟାବିଟ କୁ ନିଜର କରିବା, ଯୋଉଟା କି ବହୁତ କଷ୍ଟ, ହଁ ନା। ଯଦି ଗୋଟେ କ୍ୱେଶ୍ଚନ ପଚାରିବା, ଗୋଟେ ହ୍ୟାବିଟ ରେ ଆମେ କାହିଁକି ମାନେ ସେଟା ଫିକ୍ସ ହେଇ ରହିଯାଉଛନ୍ତି, ଆଗକୁ ଚେଞ୍ଜ ହେବାକୁ ଚାହୁଁନାହାନ୍ତି। Why do we stay stuck with our old habits? with କି କହିଲେ? ignorance, Okay, ignorance. How? lack of knowledge, Did the same. lazy. Comfort। ଯେମିତି ଆପଣ କହିଲେ ଫୋର୍ସ ଏକ୍ସଟର୍ନାଲ ଫୋର୍ସ କିଛି ନାହିଁ, ରାଇଟ୍, ୟୁ କଣ୍ଟିନ୍ୟୁ ଟୁ ରାଇଟ୍। Okay. ଲେଜିନେସ୍ ଟା ବହୁତ ବସୁଛି ବଢୁଛି। Laziness. ମାନେ comfort, କମ୍ଫର୍ଟ କିଏ ଗୋଟେ କହିଲେ? ନା କମ୍ଫର୍ଟ ମାନେ
ଆମେ ସବୁବେଳେ ୟେସ୍ ଡରୁଥାଉ ଗୋଟେ ଚେଞ୍ଜ କୁ, ତେଣୁ ଚେଞ୍ଜ ୟେସ୍ ହବାଟା, ଚେଞ୍ଜ ଟା ଏଇଥିରୁ କିଛି କମ୍ଫର୍ଟ ମିଳୁଛି ଆଉ ଗୋଟେ କିଛି ଆନନ୍ଦ ମିଳୁଛି, ଗଭର୍ଣ୍ଣମେଣ୍ଟ ଚାକିରି ନାଇଁ। UK ଆପଣ job ପୁରା is 60 ବର୍ଷ UK 60 ବର୍ଷ job ପ୍ରେଡିକ୍ଟ ହେଇଯାଇଛି। ହଁ ବ୍ରୋଜି। UK job is government job. Any job kind of mostly. ହଁ ତ ଆମର ନାଇଁ କି ଯୋଉ ଓଲ୍ଡ ହ୍ୟାବିଟ୍ସ ଅଛି ସ୍ପେସିଫିକାଲି ଯୋଉଟା କି ମାନେ ଖରାପ ଅଭ୍ୟାସ ଗୁଡାକ, ସେଇଟା ହଉଛି କଣ, ସେଥିରୁ କିଛି କମ୍ଫର୍ଟ ମିଳୁଛି ଆଉ କିଛି ଆନନ୍ଦ ମିଳୁଛି, ଆଉ ଯୋଉଟା କି ଗୋଟେ ପ୍ରେଡିକ୍ଟେବଲ ରୁଟିନ ମଧ୍ୟ ଅଛି। ଏମିତି ଚାଲିବ 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 ଗଲା, ସକାଳୁ ଉଠିଲେ ବ୍ରଶ କଲେ ଖାପିଆ କଲେ ତାପରେ ବାହାରିଲେ ଅଫିସ, ଚାଲିଲା ଗାଡି, ଏ ଭିତରେ ଆଉ କିଛି ନୂଆ ନାହିଁ ଆଜ୍ଞା, ଅଛି କି? କିଛି ନାହିଁ, ଚାଲିଥିବ ଚାଲିଥିବ ଚାଲିଥିବ, କିନ୍ତୁ ଜୀବନଟା ହଉଛି ଅନପ୍ରେଡିକ୍ଟେବଲ, ରୁଟିନଟା ହଉଛି ପ୍ରେଡିକ୍ଟେବଲ। ଜନ୍ମ ଆହାର ନିଦ୍ରା ଭୟ ମୈଥୁନ ଏଇଟା ହଉଛି ପ୍ରେଡିକ୍ଟେବଲ, ଏ ଚାରିଟା ହିଁ କରିବା, ମାନେ ତାଠୁ ଅଧିକ କିଛି ନୁହଁ। କିନ୍ତୁ ଆମ ଜୀବନଟା ହଉଛି ଅନପ୍ରେଡିକ୍ଟେବଲ, କେତେବେଳେ କଣ ଆମେ କିଛି ଜାଣିନାହାନ୍ତି ଆଜ୍ଞା। ତେଣୁକରି ଏଠି ଯୋଉ ଅଟକଉଛି, ସେ ଦିଟା ଜିନିଷ ଅଟକଉଛି, ଗୋଟେ ହଉଛି କମ୍ଫର୍ଟ ଆଉ ଗୋଟେ ହଉଛି ପ୍ଲେଜର, ହେଲା। ତ ଆମେ ଜାଣିବା ଦରକାର ସେ କମ୍ଫର୍ଟ ଆଉ ସେ ପ୍ଲେଜରଟା ମଧ୍ୟ ହଉଛି ଲିମିଟେଡ ନା ଅନଲିମିଟେଡ। ଲିମିଟେଡ ନା ଅନଲିମିଟେଡ, ଯୋଉ କମ୍ଫର୍ଟ Limited, ମିଳୁଛି bro. ବା ଯୋଉ ପ୍ଲେଜର ମିଳୁଛି ସେଇଟା ହଉଛି ଲିମିଟେଡ, Limited. ହେଲା। ତ ତେଣୁକରି ମାନେ ଲିମିଟେଡ ମଧ୍ୟ ରହୁଛି, ଆଉ କେତେବେଳେ କେମିତି ଓଲଟା ମଧ୍ୟ ହେଇଯାଉଛି, ଏମିତି ନାହିଁ ଯେ ସବୁ ଯାକ ହଉଛି ପ୍ଲେଜରେବଲ। ସେଇ ମାନେ କଣ ନା ସେଇ ଗୋଟେ ଜିନିଷ କଣ ହେଉଛି ନା ଦୁଃଖର ଗୋଟେ ସ୍ରୋତ ହେଇଯାଉଛି। ଯେମିତି ଦେଖିବାକୁ ଗଲେ ମାନେ ହରିନାମକୁ ନେଇକି, ହରିନାମ କଣ ହଉଛି, ମଧୁରମ ମଧୁର ଭିୟ ଅପି, ମଙ୍ଗଳମ ମଙ୍ଗଳ ଭିୟ ଅପି, ତାପରେ ହଉଛି ପାବନମ ପାବନ ଭିୟ ଅପି। ତିନିଟା ଜିନିଷ କହୁଛନ୍ତି MAP। ଫାର୍ଷ୍ଟ ହଉଛି ମଧୁର, ତାପରେ ହଉଛି ଅସ୍ପିସିୟସ୍, ତାପରେ ହଉଛି ବେଷ୍ଟ ପ୍ୟୁରିଫାୟର। ମଧୁର ଅର୍ଥ ହଉଛି ମାନେ ଟେଷ୍ଟ ସୁଇଟ୍ ଅଛି, ହରିନାମ ଯେତେବେଳେ ଆମେ ଜପା କରୁଛନ୍ତି ଆମେ ସୁଇଟ୍ ଟା ସେଟା ଅଲଗା ଟେଷ୍ଟ ଦେଖିବା। ତ ହରିନାମ ହଉଛି ସ୍ୱାଭାବିକ ରୂପରେ ସେ ହଉଛି ଟେଷ୍ଟ ମାନେ ସୁଇଟ୍। ତାପରେ ସେକେଣ୍ଡ ହଉଛି ସୁଇଟ୍ ଯେ ମଙ୍ଗଳ ନ ମଙ୍ଗଳ ନା ମଙ୍ଗଳ ମଧ୍ୟ, ମଧୁର ମଧ୍ୟ ମଙ୍ଗଳ ମଧ୍ୟ। ଓକେ, ଯିଏ ଏ ଦୁନିଆରେ ଯେକୌଣସି କାର୍ଯ୍ୟ ଧରିବାକୁ କହିଲେ, ଯେକୌଣସି ବି ଇନ୍ଦ୍ରିୟ ତୃପ୍ତି ଧରିବାକୁ କହିଲେ, ସବୁ ଯାକ ମେ ବି ସୁଇଟ୍ ବଟ୍ 100% ଇଟ୍ସ ନଟ୍ ମଙ୍ଗଳମ୍, ଅମଙ୍ଗଳ ପ୍ରାୟତଃ ହେଇଥାଉଛି। ୟେସ୍ ଅର୍ ନୋ? ଯୋଉ ବି ଆମେ କାର୍ଯ୍ୟ କରୁଛନ୍ତି ପ୍ରଥମେ ପ୍ରଥମେ ତ ବଢିଆ ଲାଗିବ, ଖାଇବା ହଉ ଯୋଉ ଯେକୌଣସି ଇନ୍ଦ୍ରିୟର ମାନେ ଯେକୌଣସି ଇନ୍ଦ୍ରିୟ ତୃପ୍ତି କାମନା ଦେଖିବାକୁ କଲେ ମଜା ଲାଗୁଛି, ତେଣୁ କରି ଆମେ କଲେ, କିନ୍ତୁ ତା ଅର୍ଥ ନାହିଁ ଯେ ସେ ମଙ୍ଗଳ ଆମ ପାଇଁ। ବୁଝିଲେ ସମସ୍ତେ? True. ସମସ୍ତେ ଆଜ୍ଞା ବୁଝା ପଡିଲା? ପ୍ରଭୁ। ଆଜ୍ଞା। ଗୋଟେ ଗୋଟେ ଏକ୍ସାମ୍ପଲ କହିପାରିବେ କି? ସୁଇଟ୍ ବଟ୍ ନଟ୍ ମଙ୍ଗଳ। ଅଧିକା ସମୟ ଶୋଇବା। ୱାଓ। ମିଠା ଖାଇବା ସବୁବେଳେ। ସୁଗା। ହଁ, ଆଉ କଣ? ଠାରୁ ଅଧିକ ଆମେ ଯୋଉ ଖାଉଛୁ, ପ୍ରଭୁ ଯେ ଖାଇବା ଦରକାରଠୁ ମେଡିସିନ, ହଁ, ପ୍ରଭୁ ଯେ ଦରକାରଠୁ ଅଧିକ ଇଚ୍ଛା କରିବା। ଦରକାର ଠୁ ଅଧିକ ଇଚ୍ଛା କରିବାଟା। ହୁଁ ହୁଁ ହୁଁ। ଯୋଉ ବି ଦେଖିବ, ଯୋଉ ବି ଆମେ କାର୍ଯ୍ୟ କରୁଛନ୍ତି ପ୍ରାୟତଃ ସବୁ ଯାକ କାର୍ଯ୍ୟ ଏମିତି ଭଲ ଲାଗୁଛି ତେଣୁକରି କରୁଛନ୍ତି। ଯୋଉ ବି ଆମେ ଯୋଉଟା ଭଲ ଲାଗୁନି ସେଇଟା କରିବା କି ଆମେ କେବେ ହେଲେ? ଭଲ ଲାଗୁଛି ତେଣୁକରି କରୁଛନ୍ତି, ବଟ୍ ସବୁ ଯାକ କାର୍ଯ୍ୟ ଦେଖିବ ଏଣ୍ଡ ରେଜଲ୍ଟ ଦେଖିବାକୁ ହେଲେ ପ୍ରାୟତଃ ଅମଙ୍ଗଳ ଥାଉଛି। ଜଣେ ପୁନେରେ ହୋଟେଲ କରିଛନ୍ତି, ତାଙ୍କର ଫେବରାଇଟ ଡିସ୍ ଥିଲା ବଅଣ୍ଡା, ଆଳୁ ବଅଣ୍ଡା, ଆଳୁ ଚପ୍। ତ ସିଏ ପ୍ରବଳ ମାତ୍ରାରେ ଖାଉଥିଲେ, ତାର ମାନେ ଏମିତି ଫେବରାଇଟ ରହିଲା ସେ ନିଜେ ଆଳୁ ଚପର ଦୋକାନ ହିଁ ଖୋଲିଦେଲେ, ହୋଟେଲ ଖୋଲିଦେଲେ। ତାପରେ ଡକ୍ଟର ପାଖକୁ ଯାଇ ଗଲା ପରେ ସେ କହିଲେ କି ଆଳୁ ଚପ୍ ତିଆରି କରି ବିକି ପାରୁ ମାତ୍ର ଖାଇ ପାରୁନି, ହେଲା। ସେଇଟା ହଉଛି ତାକୁ ମାନେ ମଧୁରମ ବଟ୍ ଅମଙ୍ଗଳମ। ଆଉ ପ୍ୟୁରିଫାଇ ତ ଅଲଗା କଥା। ପ୍ୟୁରିଫାଇ ଦେଖିବାକୁ ଗଲେ ପେଟ ବାହାରି ବାହାରି ଯାଉଛି, ସେଇଟା ତ ମାନେ ଶୁଦ୍ଧ ତ ହଉନି, ଅଶୁଦ୍ଧ କରି କରି ଯାଉଛି। ଆମର ଇନ୍ଦ୍ରିୟ ତୃପ୍ତି ଗୁଡାକ ଆମକୁ ପ୍ରାୟତଃ ଦେଖିବାକୁ ଗଲେ ମାନେ ଆମକୁ ମାନେ ଯେତିକି ଆମେ ଇଣ୍ଡଲସ ହେବା ସେତିକି ଆମେ ଅଶୁଦ୍ଧ ହେଇଯିବା ପ୍ରାୟତଃ ଦେଖିବାକୁ ଗଲେ।
जो भी इंद्रिय तृप्ति वस्तु गुड़ा नबा कहले यस आम ପାଇଁ ତିଆରି ହେଇଛି means ଆମେ ଯେତିକି ଦରକାର ସେତିକି କରିବା କଥା ମାନେ ମାନେ ରେଗୁଲାର ହେବା ଦରକାର ଏମିତି ନାହିଁ ଯେ କମ ହେବା ଦରକାର ଏମିତି ନାହିଁ ଯେ ଏକ୍ସେସ ହେବା ଦରକାର ବଟ୍ ସବୁ ଯା ଇନ୍ଦ୍ରିୟ ଯେମିତି ଖାଇବା ଯିବକୁ ଟେଷ୍ଟ ଖାଇବାକୁ ଭଲ ଲାଗୁଛି ତ ଟେଷ୍ଟି ଜିନିଷ ଦେବା ଦରକାର ଏଇ ନାହିଁ ଯେ ସବୁଦିନ ମେଡିସିନ ନା ପକଉଥିବୁ ସେଇଟା ବି ଭଲ ନୁହଁ ଆଉ ଏଇ ନାହିଁ ଯେ ସବୁଦିନ ସୁଗର ହିଁ ପକଉଥିବୁ ସେଇଟା ମଧ୍ୟ ନୁହଁ ଏମିତି ନାହିଁ ଯେ ସବୁଦିନେ ଫ୍ରାଇଡ ଆଇଟମ ପକଉଥିବୁ ସେଇଟା ମଧ୍ୟ ଭଲ ନୁହଁ ତ ଆହାର ବିହାର ସବୁ ଯାକ କଣ ହେବା ଦରକାର ରେଗୁଲାର ମାନେ ନିୟମିତ ହେବାର ହେଲେ ଭଲ ତ ସେଥିରେ କଣ ହବ ନା ତିନିଟା ଜିନିଷ ହବ ଗୋଟେ ହଉଛି ସୁଇଟନେସ୍ ବି ରହିବ ଗୋଟେ ମଙ୍ଗଳ ମଧ୍ୟ ରହିବ ଦେହ ପାଇଁ ଆଉ ଗୋଟେ ଚେତନାକୁ ଶୁଦ୍ଧ ମଧ୍ୟ କରିବ ନହେଲେ ସେଇଟା କଣ ଥିବ ନା ଖାଲି ସୁଇଟ ଥିବ କିନ୍ତୁ ଅମଙ୍ଗଳ ଥିବ ଆଉ ଅଶୁଦ୍ଧ ହେଇଯିବ ଚେତନା ମଧ୍ୟ ବାରମ୍ବାର ବାରମ୍ବାର ଗୋଟେ ଖରାପ କାମ କଲା ପରେ କଣ ହବ ମଜା ଲାଗୁଛି ତ କଲେ ତାପରେ ଆମ ନିଜ ପାଇଁ ଅମଙ୍ଗଳ ତାପରେ ଚେତନା ମଧ୍ୟ ଖରାପ କରିଦବ ଅନ୍ୟମାନଙ୍କ ସହିତ ଆମର ଡିଲିଂ ମଧ୍ୟ ଖରାପ ହେଇଯିବ ଯୋଉ ବି ଆଡିକ୍ସନ ଦେଖିବାକୁ କହିଲେ ସେଇଟା ପ୍ରଥମେ ଭଲ ଲାଗିଲା ତେଣୁକରି ଆମେ ଆଡିକ୍ଟ ହେଇଗଲେ କିନ୍ତୁ ନିଜ ପାଇଁ କଣ ହେଲା ଅମଙ୍ଗଳ ହେଇଗଲା ତାପରେ ନିଜକୁ ମଧ୍ୟ କଣ କଲା ଅଶୁଦ୍ଧ କରିଦଉଛି ନିଜ ଚେତନାଙ୍କୁ ଅନ୍ୟାନ୍ୟ ସହିତ ଦେଖି ଆମ ବ୍ୟବହାର ଦେଖିଲେ ଇରିଟେସନ ହେଇଯାଉଛନ୍ତି ବୁଝିଲେ ଆଉ ଗୋଟେ ସାଇଡ୍ ଦେଖିବାକୁ ଗଲେ ହରିନାମ ସେ ହଉଛନ୍ତି କଣ ନା ତିନିଟା ଜିନିଷ କହୁଛନ୍ତି ମଧୁର ମଙ୍ଗଳ ଆଉ ଗୋଟେ ହଉଛି ପାବନୀ ବିହ ମଧୁର ମିନ୍ସ ଆମକୁ କାହିଁ ଭଲ ଲାଗୁନି ନା ସ୍ୱୟଂ ଭଗବାନ ହଉଛନ୍ତି ସତ୍ ଚିତ ଆନନ୍ଦ ସତ୍ ମିନ୍ସ ଯିଏକି କେବେ ମଧ୍ୟ ସମୟ ତାକୁ ନଷ୍ଟ କରିପାରେନି ଚିତ ମିନ୍ସ ଜ୍ଞାନରେ ଭରା ହୁଆ ଆନନ୍ଦ ମିନ୍ସ ସବୁ ଆନନ୍ଦର ସ୍ରୋତ ହଉଛନ୍ତି ସିଏ ଯେତେବେଳେ ତାଙ୍କ ମାନେ ସେ ନିଜେ ସେଇ ମାନେ ସଚିତ ଆନନ୍ଦ ତାଙ୍କ ନାମ ମଧ୍ୟ ସେମିତି ଆନନ୍ଦରେ ଭରା ହୁଆ ଯଦି ଦେଖିବା ଆମର ଶିକ୍ଷାଷ୍ଟମ ପଢିବାକୁ ଗଲେ ସେ ମଧ୍ୟ କଣ କହୁଛନ୍ତି ନା ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କିଛି ମଧ୍ୟ ନାମ ନାମକାରୀ ବହୁଧା ଭଗବାନ ଆଉ ଭଗବାନଙ୍କ ଭିତରେ ନାମ ଭିତରେ କିଛି ମଧ୍ୟ ତଫାତ ନାହିଁ ତ ଯଦି ଭଗବାନ ଆନନ୍ଦର ବିଗ୍ରହ ତାହେଲେ ନାଁ ଟା କେମିତି ପିତା ଲାଗିବ ଯଦି ଭଗବାନ ଆନନ୍ଦ ବିଗ୍ରହ ଜଗନ୍ନାଥ ଯଦି ଆନନ୍ଦ ମାନେ ତାଙ୍କୁ ଦେଖିଲା ପରେ ଆନନ୍ଦ ଲାଗୁଛି ତ ନାଁ ନେଲା ପରେ କେମିତି ପିତା ଲାଗିବ ଯଦି ଦେଖିଲେ ଆଖିରୁ ଲୁହ ବାହାରୁଛି ତା ନାଁ ନେଲା ବେଳକୁ କାହିଁକି ବାହାରୁନି ତ ମିନ୍ସ ଆମ ପାଇଁ ଦିଟା ହେଇଯାଇଛି ଯଦି ଭଗବାନ ଦୃଷ୍ଟିରୁ କହିଲେ କଣ କହୁଛନ୍ତି ନା ଦିଟା ଗୋଟେ ଜଗନ୍ନାଥ ଜୀ ଆଉ ଜଗନ୍ନାଥଙ୍କ ନାଁ ଦିଟା ଗୋଟେ ହଁ ନା ଆମେ କହିକି ଲେମ୍ବୁ କହିଲେ ଦାନ୍ତ ମାନେ ହେଇଯାଉନି ମାନେ କଣ ସେଇଟା କଣ କହୁଛନ୍ତି କାଟୁଛନ୍ତି ନହେଲେ ତେନ୍ତୁଳି କହିବେ କହିଲେ ପାଟିରୁ ଲାଳ ବାହାରି ପଡୁଛି ତ ତେନ୍ତୁଳି ନା ନଉ ନଉ କିଛି ହେଇଯାଉଛି ପାଟି ଭିତରେ ହଁ ନା ନାଇଁ ବା ଖରାପ ଯଦି କିଛି ନେ ନା 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 ସେ ନା ଏବେ ଖାଇବା ସମୟରେ ୟେସ୍ ତ ସେମିତି ଭଗବାନ ଭଗବାନ ଆଉ ଭଗବାନ ନାଁ ଭିତରେ କିଛି ମଧ୍ୟ ଫରକ ନାହିଁ କିନ୍ତୁ ଆମକୁ କାହିଁକି ସେ ସୁଇଟନେସ୍ ଲାଗୁନି ତ ସନାତନ ଗୋସ୍ୱାମୀ ଗୋଟେ ଗୋଟେ ଏକ୍ସାମ୍ପଲ ଦଉଛନ୍ତି ଯାହାକୁ ଜଣ୍ଡିସ ହେଇଥିବ ନାଇଁ କି ଯଦି ବା ସୁଗର କ୍ୟାନ୍ ଆଖୁ ମିଠା କିନ୍ତୁ ଯାହାକୁ ଜଣ୍ଡିସ ହେଇଥିବ ସେ କଣ କରେ ତାକୁ ଆଖୁ ମିଠା ଲାଗିବନି ପିତା ଲାଗିବ ଓକେ କିନ୍ତୁ ତା ପାଖରେ ଗୋଟେ ମାନେ ମାନେ କନଭିକ୍ସନ ଅଛି ଯେ ଆଖୁଟା ମିଠା କାହିଁକି ନା ପ୍ରିଭିୟସ ଏକ୍ସପିରିଏନ୍ସ ଅଛି ପ୍ରିଭିୟସ ଏକ୍ସପିରିଏନ୍ସ ଅଛି ଆଖୁ ମିଠା ବର୍ତ୍ତମାନ ମତେ ଆଖୁ ମିଠା ଲାଗୁନି ତା ଅର୍ଥ ମତେ ରୋଗ ହେଇଛି ଆଉ ଯେତେବେଳେ ଆଖୁଟା ମିଠା ଧୀରେ ଧୀରେ ଲାଗି ଲାଗି ଗଲା ତା ଅର୍ଥ ମୋ ରୋଗ ଭଲ ହେଇଗଲା ବୁଝିଲେ ତ ସିମିଲାରଲି ଯେତେବେଳେ ଆମକୁ ଜଣ୍ଡିସ ହେଇଯାଇଥିବ ଭୌତିକ ଦୁନିଆରେ ଜଣ୍ଡିସ ହେଇଯାଇଥିବ ସେ ସମୟରେ ହରିନାମ ଆମକୁ କଣ ଲାଗିବ ନା ମିଠା ଲାଗିବ ନାହିଁ ପିତା ଲାଗିବ ମୁଁ କାହିଁକି ଗୋଟେ 5 ମିନିଟ 10 ମିନିଟ ମାଳା କରି କଣ ନା ମତେ ମିଳୁଛି ଗୋଟେ ଏଇଟା ହଉଛି ୱେଷ୍ଟ ଅଫ ଟାଇମ ସେ ଭିତରେ ମୁଁ ଯାଇ ଲୋକଙ୍କ ସେବା କରିପାରି ମାନେ ଇଏ ସିଏ ହଜାର ଜିନିଷ କରିପାରେ ଏଇଟା କାହିଁ ବେକାର ଫାଲତୁରେ ଟାଇମ ଗଲା କାହିଁକି ନା ଆମ ପାଖରେ ଏକ୍ସପିରିଏନ୍ସ ନାହିଁ କିନ୍ତୁ ଆଉ ଗୋଟେ କନଭିକ୍ସନ ଆମ ପାଖରେ ରହିବା ଦରକାର ଯେ ଯୋଉମାନେ ମାଳା କରିଛନ୍ତି ସେମାନେ କଣ କହିଛନ୍ତି ଯୋଉମାନେ ମାଳା କରିଛନ୍ତି ବା ଆଗରୁ ଯୋଉ କରୁଥିଲେ ସେମାନେ କଣ କହିଛନ୍ତି ଯେମିତି ଦେଖିଲେ ହରିଦାସ ଠାକୁର କଣ କରୁଥିଲେ ନା ମାଳା ପ୍ରବଳ କରୁଥିଲେ ହଁ ନା ଯଦି ହରିଦାସ ଠାକୁର କଥା ଶୁଣିଥିବେ କହିଲେ ଦିନକୁ ସେ କେତେ ମାଳା କରୁଥିଲେ ସୁଶାନ୍ତ ପ୍ରଭୁଜୀ 3 ଲକ୍ଷ ନା କେତେ ଥିଲା ପ୍ରଭୁ ବାବାରେ ବାବା ଲକ୍ଷ 3 ଲକ୍ଷ ନାମ କରୁଥିଲେ 192 ରାଉଣ୍ଡ 92 rounds 3 ଲକ୍ଷ ହରିନାମ କରୁଥିଲେ ତାହେଲେ ମଜା ଲାଗୁଥିବ ନା ସେଥିପାଇଁ କରୁଥିଲେ ନା ସେ ସମସ୍ତେ ମଜା ଲାଗୁନି ପୁରୀରେ ଥିଲେ ବୁଝିଲେ ପୁରୀରେ ଥିଲେ ପୁରୀରେ ସେ 192 ରାଉଣ୍ଡ ଆମେ ଗୋଟେ ମାଳା କରିବାକୁ ଗଲେ 7 ମିନିଟ 8 ମିନିଟ ଲାଗୁଛି ଆଉ ଟିକେ ଫାଷ୍ଟ କରିବାକୁ ଗଲେ 6 ମିନିଟ ଲାଗୁଛି 5 ମିନିଟ ଲାଗୁଛି ତ ପୁରା ଦିନ ସାରା ସେ କରୁଥିଲେ ଦିନ ସାରା
ମା ନେଇକି ବସୁଥିଲେ କି ନାଇଁ ନାଇଁ ଦିନ ସାରା ସେ କେମିତି କହୁଥିଲେ ନା ଦିନ ସାରା ଚାଲିଥିବ ହରିନାମ ଚାଲିଥିବ ଆମର ନା ମଲ୍ଟି ଟାସ୍କିଂ ରହୁଛନ୍ତି ଗୋଟେ କାମ କଲା ଆଉ ଗୋଟେ ଜିନିଷ ଭାବୁଛନ୍ତି ମଧ୍ୟ ତ ହରିଦାସ ଠାକୁର ସେଇଟା କରୁଥିଲେ ସେ ତ ଆଉ ଗୋଟେ ରୂପ ଗୋସ୍ୱାମୀ ମଧ୍ୟ ଦେଖିବାକୁ ଗଲେ ଚୈତନ୍ୟ ଚୈତନ୍ୟ ଗୋଟେ ବଢିଆ ସୁନ୍ଦର ଶ୍ଲୋକଟି କରିଥିଲେ ସେ ଶ୍ଲୋକଟା ମୁଁ ପଢୁଛି ତୁଣ୍ଡେ ତାଣ୍ଡବିନୀ ରତିಂ ବିତୁନତେ ତୁଣ୍ଡାବଲି ଲବ୍ଧये तुण्डे ताण्डविनीं रतिं वितुनते तुण्डावली लब्धये कर्णक्रोधकदम्बिनीं घटयते कर्णार्बुदेभ्यः स्पृहाम् कर्णक्रोधकदम्बिनीं घटयते कर्णाबुदेभ्यः स्पृहाम् चेतः प्राङ्गणसङ्गिनी विजयते सर्वेन्द्रियाणां कृते चेतः प्राङ्गणसङ्गिनी विजयते सर्वेन्द्रियाणां कृते न जाने जनिता कियाब्धिरमृतये कृष्णेति वर्णद्वये न जाने जनिता कियाद्भिरमृतये कृष्णेति वर्णद्वये कृष्णेति वर्णद्वय रूप गोस्वामी कहते हैं कृष्ण 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 ए वर्ण दिटा कृष्ण ए वर्ण दिटा जो मो जीवन मैंने पड़ जाऊँ कौन अच्छे मुझे जानी माने माने शिहरण उठी उठुचे मोर कौन इच्छा होचे ना तुंडे तांडविनी रतिम बितुन तुंडा बलि माने हमन पर्वतावली है ना माने बहुत सारा पहाड़ थियो बहुत सारा पर्वत थियो तो से कुछ रूप गोस्वामी कहते ए कृष्ण जो मोर माने जीभरे पड़ीजनी कि मत लगुच आउरी बहुत सारा तुंड था कि तुंडा बोली माने बहुत सारा आउरी मो पाखे पार्टी था कि तुंड था कि मुझे कौन करते ना सबुजा तुंडरे कीर्तन करते तापर कहते मते कोटि कोटि कर्ण मध्य दरकार मु सबुजा कर्ण शुणी था बुझे तो हरिनाम भल लगी से कहते ना कौन कहते ना मते कोटि कोटि तुंड दरकार कोटि कोटि कर्ण दरकार ताल पिता ही कहे कि आम मन गोटे डेलीशियस प्रसाद आमको मिलला जस्ट आमर फेवरेट आइटम तो आम कौन कहे आउ दी तीन टा चार पार्टी था आउ टे खाई देते ना नहीं सेमती कहना आम कहे सेकंड सर्विंग थर्ड सर्विंग होता पेटरा टी आउ बड़ होता अधिक खाई आम के कहना दी तीन पार्टी था आउ टे खाई प्रायतः कहते है ना किंतु हरिनाम नहीं कि अनलिमिटेडली आम बहुत सारा अनलिमिटेड नंबर ऑफ माउस द्वारा जपा कर अनलिमिटेड कान द्वारा शुणी पार शुणला पर से कौन कहते ना जिते से कर्ण भितर पशुचे कर्ण खसी कोड़ी जाऊँ ना हृदय को टच करुचे चेतः प्रांगण संगिनी विजयते सर्वेन्द्रियाणाम कृतिम जिते बड़े माने मोर मुखर कृष्ण 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 कहूचे जो मुझे शुणुचे कर्ण द्वारा जो सी हृदय को जाऊे से कौन होचे ना आमर जो दुर्बलता रोचे अन्य इंद्रिय वस्तु प्रति सब जिन सहज जीतबाड़ा हो जाऊे कारण मु निज द्वारा मुझे जीति पारि नहीं भगवान कहते दैवी एस गुणमयी मम माया दुरत्याया सहज नहीं भगवान माया शक्ति को जीतवाटा बट सहज केतेबेले ना जितेबाला आम भगवान आश्रय नेबा जितेबाला हरे कृष्ण महामंत्र आश्रय नेबा पूर्ण विश्वास रूप आश्रय नेबा तो जिते कर्ण पड़ला जो पार्टी कहले जो कर्ण शुणिले जो हृदय गला तीन टा जिनस कहले कहवा शुणा जो हृदय एंट्री करुचे से इंद्रिय गुड़ाक इंद्रिय वस्तु पर जो आकर्षण होते सब जाक जीतवाटा सहज हो जाऊे तो देखिए गले गोटे जिन सब जिन अच्छी एक्सट्रा एक्सट्रा माने माने मु नेगेटिव जिन छाड़ी मु नेगेटिव जिन छाड़ी एटा चेष्टा ही कलेनी आम चेष्टा कौन कले ना मु हरिनाम टाक केमी बढ़िया सुंदर भाव जपा करी करछे ना मो जगह काढ़िया करछे है ना हम जो रोषे करिया पूरा ध्यान दे कर जदि को पेसेंट ट्रिटमेंट करिया ध्यान दे कर निजर जॉब कला समय ध्यान दे कर मार जो रोषे कर पिला ध्यान दे कर मो पिला करछे यस मु पैसा करछे मोर पेसेंट करछे तो सिमिलरली जो आम जपा कर भावे मो जगन्नाथ शुणुंट मो कालिया शुणुन मुझे जपा करछे आम जपड़ा कौन करिया ना बहुत सुंदर मो जस्ट मो सामने कालिया बस
ମୁଁ କହୁଛେ ମୋ କାଳିଆ ଶୁଣୁଛନ୍ତି। ଯେତେବେଳେ ସେ ଭାବନାରେ ଆମେ ଜପା କରିବା ତ କଣ କରିବା ନା ଭଲ ଭାବରେ କରିବା, କାଳିଆ ଶୁଣୁଛନ୍ତି, କାଳିଆ ଶୁଣୁଛନ୍ତି, କାଳିଆ ଶୁଣୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେତେବେଳେ ଆମେ ଧ୍ୟାନ ପୂର୍ବ ଜପା କରୁଛନ୍ତି କାହା ପାଇଁ ନା ମୋ କାଳିଆକୁ ଭଲ ଲାଗିବ, ମୋ କଳା ଠାକୁରଙ୍କୁ ଭଲ ଲାଗିବ। ତ ସେ ସମୟରେ ଦେଖିବା ଆମ ନେଗେଟିଭ ଜିନିଷ ଆମର ଆସୁନି ମନ ଭିତରେ, ତ ସେଟା ସଂଘର୍ଷ କୋଉଠି ରହିଲା? କାହିଁକି ନା ଆମେ ଫାଷ୍ଟ ଫିଡିଙ୍ଗ କଣ କଲେ ନା ପଜିଟିଭ, ମୋ କଳା ଠାକୁର ଶୁଣୁଛନ୍ତି, ମୋ କଳା ଠାକୁର ଶୁଣୁଛନ୍ତି, ମୋ କଳା ଠାକୁର ଶୁଣୁଛନ୍ତି। ମୁଁ ଏଇଠୁ ଫୋନ କରିଛି ମୋ କଳା ଠାକୁର ପୁରୀରେ ଅଛନ୍ତି ଶୁଣୁଛନ୍ତି। ତ ଯେତେବେଳେ ଆମେ ସେ ଧ୍ୟାନରେ ବସିବା, ଯେତେବେଳେ ଜପା କରିବା, ତାହେଲେ ଯୋଉ ଅନ୍ୟ ଯୋଉ ଦୁର୍ବଳତା ଗୁଡା ଅଛି ସେଗୁଡା ରହିବ। ଏମିତି ନାହିଁ ଯେ ଜପା ସରିଲା ପରେ ଆଉ ଥରୁ ହବନି, ଆଉ ନାଇଁ ଆଉ ଥରୁ ହବ। ଜପା ସରିଲା ପରେ ଆଉ ଥରୁ ମନ ବାଉଳି ହବ, ମୁଁ ଯିବି ସେଠିକି, ମୁଁ ଯିବି ସେଠିକି, ସେ ଆଖି ଯିବ ଆଉ ଥରୁ, ସେ କାନ ଆଉ ଥରୁ ଯିବ। କିନ୍ତୁ ସହଜରେ କଣ ହବ ନା ଆମେ ଯେହେତୁ ଏମିତି ଗୋଟେ ବଢିଆ ଲାଗିଛି ଟେଷ୍ଟ ଗୋଟେ, ବା ଗୋଟେ ଏମିତି ଗୋଟେ କନଭିକ୍ସନ ମିଳିଛି ଯେ ରୂପ ଗୋସ୍ୱାମୀ କହୁଛନ୍ତି ହରିନାମରେ ମଜା ଅଛି, ହରିନାମରେ ମଜା ଅଛି, ହରିଦାସ ଠାକୁର ହରିନାମରେ ମଜା ଅଛି। ଏତେ ସାରା ଭକ୍ତ ହରିନାମରେ ମଜା ପାଇଛନ୍ତି ତ ମତେ କାହିଁ ମିଳିବନି? ତ ମିନ୍ସ କିଛି ତ ମୁଁ ଗୋଟେ ଭୁଲରେ କରୁଛି, ଆଉ ସେଇଟା ହଉଛି କଣ ନା ମୋର ଜପା ଧ୍ୟାନ ପୂର୍ବକ ହଉଛି କି ମୋର ଜପା ମୁଁ କାହା ପାଇଁ କରୁଛି? ଯେହେତୁ ମୁଁ ଜପା କରୁଛି ଅଲରେଡି, ମୁଁ ତ 2 ଘଣ୍ଟା ଦେଇ ସାରିଲିଣି, ବା ଘଣ୍ଟାଟେ ଦେଇ ସାରିଲିଣି, ବା 5 ମିନିଟ୍ ଦେଇ ସାରିଲିଣି, ବା 10 ମିନିଟ୍ ଦେଇ ସାରିଲିଣି। ସେ 10 ମିନିଟ୍ କଣ ଲ୍ୟାକିଂ ଅଛି ନା ମୋର ଚେତନା। ମେକାନିକାଲି ମୁଁ ଜପା ତ କରୁଛି କିନ୍ତୁ ସେଥିରେ ମୋର ହାର୍ଟ ନାହିଁ। ବୁଝିଲେ? ତ ନା ଯେତେବେଳେ ଡକ୍ଟର ଗୋଟେ ରୋଗୀକୁ ଟ୍ରିଟମେଣ୍ଟ କରିବାକୁ ହେଲେ, ସେତେବେଳେ ମାନେ ସେ ମେଡିସିନ ଯେତେବେଳେ କାମ କରେ ସେ ବାରମ୍ବାର ଚେଞ୍ଜ କରି ଦେଖୁଛି କୋଉ ମେଡିସିନ ଟା କାମ କରିବ, କୋଉ ମେଡିସିନ ଟା କାମ କରିବ, କୋଉ ମେଡିସିନ ଟା କାମ କରିବ। ସିମିଲାରଲି ଯେତେବେଳେ ଆମେ ଜପା କରୁଛନ୍ତି, ଆମର ଯେତେବେଳେ ଜପା ଧ୍ୟାନ ପୂର୍ବକ ହେଉନି ବା ଜପାର ଏମିତି ମଜା ଲାଗୁନି, ସେତେବେଳେ ଜାଣିବା ଦରକାର ଯେ ମୋର କୋଉଠି ନା କୋଉଠି ମାନେ ଅସୁବିଧା ଅଛି ମେଥଡ ଫଲୋ କରିବାରେ। ତାପରେ ଧୀରେ ଧୀରେ ଯେତେବେଳେ ଆମେ ଚେଞ୍ଜ କରି କରି ଯିବା। ମୁଁ ତ ଅଲରେଡି 2 ଘଣ୍ଟା ବସୁଛି, ବା ଘଣ୍ଟାଟେ ବସୁଛି, ବା 10 ମିନିଟ୍ ବସୁଛି, କିନ୍ତୁ ସେଠି କଣ ଦେଇନି ମୁଁ ନା ଚେତନା ଦେଇନି। ଚେତନା କାହା ପାଖରେ ଅଛି ନା ମୋବାଇଲ ହାତରେ, ଲେଫ୍ଟ ହ୍ୟାଣ୍ଡରେ ମୋବାଇଲ ଅଛି, ରାଇଟ ହ୍ୟାଣ୍ଡରେ ମାଳା ଅଛି। ତ ଚେତନା କୋଉଠି ଅଛି? ଲେଫ୍ଟ ହ୍ୟାଣ୍ଡରେ। ଆଉ ମେକାନିକାଲ ବା ଜିଭ କୋଉଠି ଅଛି, ଭାଇବ୍ରେସନ କୋଉଠି ଅଛି ନା ରାଇଟ ହ୍ୟାଣ୍ଡରେ। ତେଣୁକରି ରାଇଟ ହ୍ୟାଣ୍ଡ ଲେଫ୍ଟ ହ୍ୟାଣ୍ଡ ଯୋଉ ପର୍ଯ୍ୟନ୍ତ ଗୋଟେ ହିଁ ନାହାନ୍ତି ସେ ପର୍ଯ୍ୟନ୍ତ ଏମିତି ମଜା ଲାଗିବନି। ତେଣୁକରି ଧ୍ୟାନ ପୂର୍ବ ଜପା ଅର୍ଥ ହଉଛି ମୁଁ ଅଲରେଡି ଗୋଟେ ମାନେ କିଛି ସମୟ ଡେଡିକେଟ କରିଛି ମୋ ଜଗାଙ୍କ ପାଇଁ, ଖାଲି ସେଠି କଣ ଦେଇନି ନା ଚେତନା ଦେଇନି। ଆଜିରୁ ମୁଁ ଚେଷ୍ଟା କରିବି ମୋ ଚେତନାକୁ ମଧ୍ୟ ଆଡ କରିବା ପାଇଁ। ଯେମିତି ପିଲା ଦେଖିବାକୁ ଗଲେ ପାଠ ପଢିବା ସମୟ ନାହିଁ କି ତାର ଚେତନା ଆଉ କୋଉଠି ଥାଉଛି, କିନ୍ତୁ ଯେତେବେଳେ ପବଜି ଖେଳୁଛି ମନ ତନ ସବୁ ଗୋଟେ ଜାଗା ଥାଉଛି। ହଁ ନା ନାଇଁ? ପବଜି ଖେଳିଲା ସମୟରେ ସେ ପ୍ରତ୍ୟେକ ଗୋଟେ ଗୋଟେ ଯୋଉ ସ୍କ୍ରୋଲ କରୁଛି ସେ ସାଥିରେ ଅଛି, କିଏ ଆସିଲା କିଏ ଗଲା ଜାଣୁନି। ବା ଯେତେବେଳେ ଯୋଉମାନେ ମଦ ପିଉଛନ୍ତି, ପ୍ରତ୍ୟେକ ଯୋଉ ମାନେ ସିପ ନଉଛନ୍ତି ପିଉଛନ୍ତି, ଗୋଟେ ଥର ପିଲାଡୁ ସେ ୱାଓ। ବା ଯେତେବେଳେ ଖରାରୁ ଆସିଥିବା ଲେମ୍ବୁ ପାଣି ପିଇବା ବା ତୋରାଣୀ ଟିକେ ପିଇବା, ଗଳାକୁ ଗଲାଠୁ ଆମେ ପୁରା ଦେଖୁଛନ୍ତି ସେ ହଁ ମୁଁ ଜଷ୍ଟ ପିଇଲି, ବର୍ତ୍ତମାନ ସେ ଗଳାକୁ ଓହ୍ଲୁଛି ୱାଓ। ବା ମାଟି ମାଟି ହାଣ୍ଡିର ପାଣି ଯଦି ପିଇବା କଲେ ଆମେ ମାନେ ଲିଟରାଲି ଆମେ ଧ୍ୟାନ କରୁଛନ୍ତି, ବର୍ତ୍ତମାନ ସେ ତଣ୍ଟି ମାନେ ଗଳାରୁ ଖସି ଖସି ତଳକୁ ଯାଉଛି। ତ ସିମିଲାର ଯେତେବେଳେ ଜପାକୁ ଆମେ ଭାବିବା, ଯେତେବେଳେ ଆମେ ଜପା କରୁଛନ୍ତି ୟେସ୍ ମୁଁ ଜପା କରୁଛି, ଗୋଟେ ଗୋଟେ ମନ୍ତ୍ରକୁ ଯେତେବେଳେ ଧ୍ୟାନ କରି ଶୁଣିବା, ସେଇଠି କଣ ହବ ନାଇଁ ମନ୍ତ୍ର ଅଲରେଡି କହୁଛନ୍ତି ରୂପ ଗୋସ୍ୱାମୀ, ଆଉ ବେଶୀ ନାହିଁ ଜଷ୍ଟ 400 ବର୍ଷ ତଳେ ହରିଦାସ ଠାକୁର କହିଛନ୍ତି, ରୂପ ଗୋସ୍ୱାମୀ କହିଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି। ତ ପ୍ରୋବ୍ଲେମ ମୋର ହିଁ ଅଛି, ମୁଁ ମେଥଡ ଫଲୋ କରିପାରୁନି। ଆଉ ଏତେ ସୁଆଦିଆ ମନ୍ତ୍ର, ତ ଏ ଦୁନିଆର ଯୋଉ ସ୍ୱାଦ ଅଛି ସବୁ ଯାକ ହଉଛି କଣ ଅମଙ୍ଗଳ। ସ୍ୱାଦ ଥାଇପାରେ ପ୍ରଥମେ କିନ୍ତୁ ଅମଙ୍ଗଳ, ଆଉ ଗୋଟେ ହଉଛି ଚେତନାକୁ ଅଶୁଦ୍ଧ କରିବ। କିନ୍ତୁ ଅଲ୍ଲାହ ଦୃଷ୍ଟି ଦେଖିବା, ଅନ୍ୟ ଦୃଷ୍ଟିରେ ହରିନାମ ହଉଛି ମଙ୍ଗଳ, ମଧୁର, ଆଉ ଗୋଟେ ହଉଛି ଶୁଦ୍ଧିକରଣ 100% କରିବ ଆମର। ତ ଏଇଥିରେ ମୋର ମନ କେମିତି ଲାଗିବ ସେଇଟା ହଉଛି ସବୁଠୁ ବଡ ପ୍ରୋଜେକ୍ଟ ମୋ ପାଇଁ। हरे कृष्ण। शिल प्रभुपाद की जय। श्री हरि नाम प्रभु की जय। जय हरे कृष्ण महामंत्र।